ମହିଳାଙ୍କର ଏହି ଅଙ୍ଗ ବଡ଼ ଥିଲେ ସେମାନେ ହୋଇଥାନ୍ତି ବହୁତ ଭାଗ୍ୟଶାଳୀ। ବନ୍ଧୁଗଣ, ଏଭଳି କୁହାଯାଇଥାଏ ଯେ ମହିଳାମାନଙ୍କୁ ବୁଝିବା ଅତ୍ୟନ୍ତ କଷ୍ଟକର ହୋଇଥାଏ। ସୃଷ୍ଟିର ରଚୟିତା ବ୍ରହ୍ମାଙ୍କ ନାରୀ ଏକ ଏଭଳି ରଚନା ଅଟେ ଯାହା ସ୍ୱୟଂ ବ୍ରହ୍ମା ମଧ୍ୟ ବୁଝିପାରିନଥିଲେ। ପ୍ରାଚୀନ କାଳରେ ଅନେକ ବିଦ୍ୱାନ ନାରୀମାନଙ୍କ ସମ୍ବନ୍ଧରେ ଅନେକ ଗ୍ରନ୍ଥର ରଚନା କରିଛନ୍ତି, କିନ୍ତୁ ସେମାନେ ମଧ୍ୟ ସଠିକ୍ ଭାବରେ ନାରୀମାନଙ୍କର ସ୍ୱଭାବକୁ ବୁଝିପାରିନଥିଲେ। ଏମିତିରେ ଘରର ସ୍ତ୍ରୀକୁ ଘରର ଲକ୍ଷ୍ମୀ ବୋଲି ମନାଯାଇଥାଏ। ଘରର ବୈଭବ ସେହି ଘରେ ଥିବା ସ୍ତ୍ରୀର ଚରିତ୍ର ଉପରେ ନିର୍ଭର କରିଥାଏ। କୁହାଯାଇଥାଏ ଯେ ଘରର ସ୍ତ୍ରୀ ଘରକୁ ସ୍ୱର୍ଗ ସଦୃଶ୍ୟ ବନାଇଥାଏ, କିନ୍ତୁ ସେ ସ୍ତ୍ରୀ ଘରକୁ ନର୍କ ମଧ୍ୟ ବନାଇଥାଏ। ଶାସ୍ତ୍ରରେ ସ୍ତ୍ରୀମାନଙ୍କର କେତେଗୁଡ଼ିଏ ଲକ୍ଷଣ ସମ୍ବନ୍ଧରେ ଉଲ୍ଲେଖ ରହିଛି। କିଛି ଲକ୍ଷଣ ଏଭଳି ରହିଛି ଯାହା ସ୍ତ୍ରୀକୁ ଚରିତ୍ରହୀନ କରିଥାଏ ଏବଂ କିଛି ଲକ୍ଷଣ ଏଭଳି ରହିଛି ଯାହା ସ୍ତ୍ରୀକୁ ଭାଗ୍ୟଶାଳୀ ବନାଇଥାଏ। ଏହି ଶାସ୍ତ୍ରରେ ପ୍ରତ୍ୟେକ ନାରୀଙ୍କର ଅଙ୍ଗ ଏବଂ ଶାରୀରିକ ଲକ୍ଷଣ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି। ତେବେ ବନ୍ଧୁଗଣ, ଆଜି ଆମେ ଆପଣଙ୍କୁ ନାରୀମାନଙ୍କ ଏଭଳି କିଛି ଅଙ୍ଗ ସମ୍ବନ୍ଧରେ କହିବୁ। ଯଦି ତାହା ବଡ଼ ହୋଇଥାଏ ତେବେ ସେ ସାକ୍ଷାତ ମାତା ଲକ୍ଷ୍ମୀଙ୍କ ସ୍ୱରୂପ ଅଟନ୍ତି। ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା। 1. ବନ୍ଧୁଗଣ, ଯେଉଁ ନାରୀମାନଙ୍କର ମୁହଁ ତାଙ୍କ ପିତା ସଦୃଶ୍ୟ ହୋଇଥାଏ ସେମାନଙ୍କୁ ବହୁତ ଶୁଭ ବୋଲି ମନାଯାଇଥାଏ। ଏହିଭଳି ନାରୀ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି ଏବଂ ସର୍ବଦା ପରିବାରକୁ ଯୋଡ଼ି ରଖିଥାନ୍ତି। 2. ବନ୍ଧୁଗଣ, ଯେଉଁ ନାରୀମାନଙ୍କର ଜିଭ ଲମ୍ବା ଏବଂ ଗୋଲାପୀ ହୋଇଥାଏ ସେମାନେ ସବୁବେଳେ ମଧୁର ବାଣୀ କହିଥାନ୍ତି। ଶାସ୍ତ୍ର ଅନୁସାରେ ସେମାନଙ୍କୁ ବହୁତ ଶୁଭ ବୋଲି କୁହାଯାଇଛି। ଏଭଳି ନାରୀ ଘରର ଐଶ୍ୱର୍ଯ୍ୟ ଏବଂ ବୈଭବକୁ ସୃଷ୍ଟି କରିଥାନ୍ତି। କିନ୍ତୁ ଯେଉଁ ନାରୀମାନଙ୍କ ଜିଭରେ କଳାଜାଇ ରହିଥାଏ ସେମାନେ ଦୁର୍ଭାଗ୍ୟଶାଳୀ ଏବଂ ଧନହାନିର କାରଣ ସାଜିଥାନ୍ତି। 3. ଯେଉଁ ନାରୀମାନଙ୍କର ନାକ ଲମ୍ବା ହୋଇଥାଏ ଏବଂ ନାକର ଅଗ୍ରଭାଗରେ କଳାଜାଇ ରହିଥାଏ ସେହି ନାରୀମାନଙ୍କୁ ଅତ୍ୟନ୍ତ ଭାଗ୍ୟଶାଳୀ ବୋଲି ମନାଯାଇଥାଏ ଏବଂ ନାକରେ ଯେକୌଣସି ସ୍ଥାନରେ କଳାଜାଇ ରହିଲେ ମଧ୍ୟ ତାହା ଶୁଭ ହୋଇଥାଏ। ଏଭଳି ନାରୀ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି। 4. ବନ୍ଧୁଗଣ, ଯେଉଁ ନାରୀମାନଙ୍କର କାନ ଦ୍ୱିତୀୟ ଚନ୍ଦ୍ର ଆକାରର ହୋଇଥାଏ ଏବଂ ଲୋମହୀନ ହୋଇଥାଏ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି। ସେହିଭଳି ନାରୀ ବିନମ୍ର ସ୍ୱଭାବର ହୋଇଥାନ୍ତି। 5. ବନ୍ଧୁଗଣ, ଯେଉଁ ନାରୀମାନଙ୍କର ଓଠ ସତେଜ ଏବଂ ଲାଲ ହୋଇଥାଏ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି। ଏଭଳି ନାରୀ ଜୀବନରେ ଶ୍ରେଷ୍ଠ ଫଳ ହାସଲ କରିଥାନ୍ତି। ଏହି ନାରୀମାନେ ଯେଉଁ ପୁରୁଷଙ୍କୁ ବିବାହ କରିଥାନ୍ତି ସେମାନେ ଜୀବନରେ ବହୁତ ଉନ୍ନତି ହାସଲ କରିଥାନ୍ତି। 6. ବନ୍ଧୁଗଣ, ଯେଉଁ ନାରୀମାନଙ୍କର ଆଖି ବଡ଼ ଏବଂ ମୃଗ ଭଳି ଦେଖାଯାଇଥାଏ ସେହିଭଳି ନାରୀ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି। ସେମାନେ ସର୍ବଦା ସୁଖ ଶାନ୍ତିରେ ରୁହନ୍ତି ଏବଂ ଏହି ନାରୀମାନେ ନିଜ ପରିବାରକୁ ମଧ୍ୟ ହସ ଖୁସିରେ ରଖିଥାନ୍ତି। ଦର୍ଶକ ବନ୍ଧୁ, ଭିଡ଼ିଓଟି ଭଲ ଲାଗିଲେ ନିହାତି ଗୋଟିଏ ଲାଇକ୍ କରନ୍ତୁ ଏବଂ ଚ୍ୟାନେଲଟିକୁ ନୂଆ ଆସିଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।